लोकसभा आगत कराଯାଇଛି बजेट 2025 ଏହା प्रधानमंत्री नरेंद्र मोदी तृतीय कार्यकाल प्रथम पूर्णांग बजेट। भारत हेब न्यूक्लियर पावर हब। बजेट रे बड़ घोषणा कले केंद्र अर्थमंत्री निर्मला सीतारमण। परमाणु क्षेत्र पर अर्थमंत्री 20,000 कोटी टंकार बजेट आवंटन करिसेंती। परमाणु शक्ति मिशन अधीन 2047 सुधा एक विकसित भारत पर 100 GW परमाणु शक्ति विकसित कराजिबो। एथिपई परमाणु शक्ति आईन रे संशोधन कराजिबो। ଏହା ବ୍ୟତୀତ ସରକାର ଜାହାଜ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବାରୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନାକୁ ପୁଣି ଥରେ ଆରମ୍ଭ କରାଯିବ। ଜାହାଜ ନିର୍ମାଣ ଗୋଷ୍ଠୀଗୁଡ଼ିକୁ ସୁବିଧା ଯୋଗାଇ ଦିଆଯିବ। ଅର୍ଥମନ୍ତ୍ରୀ ଭାଷଣରେ କହିଛନ୍ତି କି ସରକାର ସମସ୍ତଙ୍କ ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଆମର ଅର୍ଥନୀତି ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି। ଗତ 10 ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ୍ ରେକର୍ଡ ଏବଂ ସଂରଚନାତ୍ମକ ସୁଧାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।